ଆମର ସିଆର୍ସିସି ମାନଙ୍କର ଯେଉଁ ସିଆର୍ସିସି ସେଣ୍ଟର ଅଛି ସେଠି ଆପଣମାନଙ୍କର ଅଫିସକୁ ଭଲ ଭାବରେ ସେଟଅପ୍ କରିକି ରଖନ୍ତୁ, ଯେମିତିକି କିଏ ଜଣେ ଆସିଲେ ବି ଗୋଟେ ଅଫିସ ପରି ଲାଗିବ କି ଆପଣମାନେ ସେଠି ବସୁଛନ୍ତି କିଛି କାମ କରୁଛନ୍ତି ପରି ଲାଗିବ। ନହେଲେ ଯେମିତି ଧୂଳି ମରି ଲାଗିଥିବ, କିଏ ଜଣେ ଆସିଲେ ସେ ଦେଖୁ ଦେଖୁ ଜାଣିପାରିଦେବ ଯେ ଏଠି କେହି ବସନ୍ତି ନାହିଁ, କେବଳ ଆଜି ଖୋଲା ହେଇଛି କହିକି। ତେଣୁକରି ଆପଣମାନେ ପ୍ରତି ଦିନେ 2 ଦିନରେ ଯାଆନ୍ତୁ, ଆପଣମାନଙ୍କର ଅଫିସକୁ ଯାଆନ୍ତୁ, କିଛି ଦେରି ବସନ୍ତୁ, ସେଠି କିଛି କାମ କରନ୍ତୁ। ଠିକ୍ ଅଛି। ତାପରେ ଆମର FLN କର୍ଣ୍ଣର, ଏଟାକୁ ଯେମିତି ଆମର FLN ରିଭ୍ୟୁ ମିଟିଂରେ ଆମକୁ ଟିକେ କଡ଼ା ଭାଷାରେ କହିଛନ୍ତି କି ପ୍ରତ୍ୟେକ ବିଦ୍ୟାଳୟରେ FLN କର୍ଣ୍ଣର ରହିବ, ନ୍ୟୁମେରେସିର ରହିବ, ଲିଟରେସିର କର୍ଣ୍ଣର ରହିଲେ ଖାଲି ହେବ ନାହିଁ, ତା ସଙ୍ଗେ ସଙ୍ଗେ ସେଇ କର୍ଣ୍ଣରରେ ଯେଉଁ ସବୁ TLM ରହିବ ସେ TLMକୁ ମଧ୍ୟ ୟୁଜ୍ କରିବାର ଅଛି। କି ପିଲା ଚିରିଦେବ କି ନେଇଯିବ କି ଭାଙ୍ଗିଦେବ, ଏମିତି ଚିନ୍ତା କରିବା ନାହିଁ। ପିଲାକୁ ଛୁଇଁବାକୁ ଦେବା, ୟୁଜ୍ କରିବାକୁ ଦେବା ଏବଂ ଆମେ ମଧ୍ୟ ତାକୁ ୟୁଜ୍ କରେଇବା। ପିଲାକୁ ଯଦି ଗୋଟେ TLMଟି ଆଣିବା ପାଇଁ କହିଲେ କି ଧରି ନିଆଯାଉ କୌଣସି ଅଫିସର ଆସିଲେ କିମ୍ବା ଭିଜିଟିଂ ଅଫିସର ଆସିଲେ, ସେ କହିଲେ ଯେ ଗୋଟେ TLMଟି ଆଣିବା ପାଇଁ କହିଲେ, ଅକ୍ଷର ଚାର୍ଟଟି ଆଣ କିମ୍ବା ଆମର ଯାହା ବି କିଛି ଗୋଟେ କହିଲେ, ସେ ଯଦି ଆଣିପାରିଲା ନାହିଁ, ସେ ବୁଝିପାରିଲା ନାହିଁ, ତାହେଲେ ସେଟା ଅସୁବିଧା ହେବ। ତେଣୁକରି ଯାହା ଯାହା TLM ରଖୁଛନ୍ତି FLN କର୍ଣ୍ଣରରେ, ସେ TLM ପିଲା ମଧ୍ୟ ମାନେ ଆକ୍ୱେଣ୍ଟେଡ୍ ହେଇଥିବା କଥା। ଠିକ୍ ଅଛି। ଆଉ ନେକ୍ସଟ ହେଲା, ଯେହେତୁ ଆମର ଲୋକ ସଂଖ୍ୟା କମ୍, ଆମେମାନେ ଭିଜିଟ୍ କରିପାରୁନୁ କିମ୍ବା ଆମର ହୃଦୟାଜ୍ଞା ଭିଜିଟ୍ କରିପାରୁନାହାନ୍ତି, ଆପଣମାନେ ଭିଜିଟ୍ କରିବା ପାଇଁ ଯାଆନ୍ତୁ ପ୍ରତ୍ୟେକ ସ୍କୁଲକୁ ଭିଜିଟ୍ କଲା ସମୟରେ ଟିକେ ଚେଷ୍ଟା କରିବେ ଯେ ଆମକୁ ଭିଡ଼ିଓ କଲ୍ଟେ କରିକି ସ୍କୁଲର ସ୍ଥିତି ଟିକେ ଦେଖେଇବେ। ଏଟା ମଧ୍ୟ କହିଛନ୍ତି, ସେଟା ଆମର ଭର୍ଚୁଆଲ ଭିଜିଟ୍ ହେଇଯିବ। ଟିକେ ଭିଡ଼ିଓ କଲିଂ କରିକି ଆମକୁ ଦେଖେଇବେ ସ୍କୁଲର ସ୍ଥିତି କ'ଣ ଅଛି, ଆଉ କ'ଣ ତାଙ୍କର ଯାହା ଯାହା କାର୍ଯ୍ୟକ୍ରମ ଚାଲୁଛି ଆମର ଗାଇଡ଼ଲାଇନ୍ ଅନୁସାରେ ଚାଲୁଛି ନା ନାହିଁ, ଟିକେ ଦେଖେଇବେ ସେଟା। ଠିକ୍ ଅଛି। ମୁଁ ଶୀଘ୍ର କହିକି ଯାଉଛି, କାହିଁକି ନା ଡିଟେଲ ଆମର ହୃଦା ସାର୍ କହିଛନ୍ତି। ଆଉ ଆସେସମେଣ୍ଟ ଯେମିତି କହିଲେ ହୃଦା ସାର୍, ପ୍ରତ୍ୟେକ ଆମର ଷଷ୍ଠ ଦିନ ତ ଆପଣମାନେ କରୁଛନ୍ତି କି ଟିଚରମାନେ କରୁଛନ୍ତି, କାର୍ଯ୍ୟପୁସ୍ତିକାରୁ ଯେଉଁ କ୍ୱେଶ୍ଚନ୍ ଅଛି ସେଟାକୁ ଆସେସ୍ କରୁଛନ୍ତି। ତା ସଙ୍ଗେ ସଙ୍ଗେ ଆସେସ୍ କଲା ପରେ ତାକୁ ଟ୍ରାକରରେ ମେଣ୍ଟେନ୍ କରୁଛନ୍ତି। ଟ୍ରାକରରେ ମେଣ୍ଟେନ୍ କଲା ପରେ ଯେଉଁମାନେ ଆମର ଆସେସମେଣ୍ଟରେ ପଛେ ରହିଯାଉଛନ୍ତି କିମ୍ବା ଯେଉଁମାନଙ୍କର ଆଚିଭମେଣ୍ଟସ୍ ଠିକ୍ ହେଇପାରୁନାହିଁ, ସେମାନଙ୍କ ପାଇଁ କ'ଣ ପ୍ଲାନ୍ କରିଛନ୍ତି, ସେ ପ୍ଲାନ୍ ମଧ୍ୟ ଗୋଟେ ରଖିବେ। ପ୍ରତ୍ୟେକ ପିଲାର ଗୋଟେ ପ୍ଲାନ୍ କରିବେ କି ସେ ପିଲାକୁ ଆମେ କିପରି ଭାବରେ ପାଠ ପଢ଼େଇଲେ ସେ ଏସବୁ ଏଲୋ ଗୁଡ଼ିକୁ ଆଚିଭ୍ କରିପାରିବ, ସେଇଟା ଗୋଟେ ପ୍ଲାନ୍ କରିବେ। ଏଟାକୁ ମଧ୍ୟ କହିଛନ୍ତି। ସାର୍ ସେ ଟ୍ରେକର ପଛପଟେ ଦିଆ ହେଇଛି ସାର୍, ଯେ କୋଉ ପିଲାଟା ଦୁର୍ବଳ ରହିଲା ସେଟା ପାଇଁ ଆପଣ କ'ଣ କରିବେ ବୋଲି ସେ ଦିଆ ହେଇଛି। ହଁ, ସେଟା କରୁଛନ୍ତି କି ନାହିଁ ଟିକେ ଦେଖିବେ। ଆଜ୍ଞା। ହଁ, ସେଟା ବି ଟିକେ ଏନସିଓର କରିବେ ଯେ ପ୍ରତ୍ୟେକ ବିଦ୍ୟାଳୟରେ ଯେଉଁ ସବୁଠାରୁ ୱିକ୍ ପିଲାଟା ରହିଲା କିମ୍ବା ୱିକ୍ ପିଲାମାନେ କିମ୍ବା ଯେଉଁମାନେ ସେ ଏଲୋକୁ ଆଚିଭ୍ କରିପାରିଲେ ନାହିଁ, ସେଇ ପିଲାମାନଙ୍କ ପାଇଁ କ'ଣ ପ୍ଲାନ୍ କରିଛନ୍ତି ସେଟାକୁ ଟିକେ ବି ଦେଖିବା ଆମେ ସମସ୍ତେ। ଠିକ୍ ଅଛି। ଆମେ ଗଲେ ମଧ୍ୟ ସେଟା ଦେଖିବା, ଆଉ ଆପଣମାନେ ମଧ୍ୟ ସେଟା ଦେଖିବେ। ଆଉ ଯେଉଁ ଆମର ଡିଷ୍ଟ୍ରିକ୍ଟ ଲେଭେଲ୍ ଅଫିସର ମାନେ ଆସିବେ, ସେମାନେ ମଧ୍ୟ ସେଇଟା ଦେଖିବୁ କହିଛନ୍ତି। ତେଣୁକରି ସମସ୍ତ ଟିଚରମାନଙ୍କୁ ଆପଣମାନଙ୍କ ଥ୍ରୁରୁ ଅନୁରୋଧ କରିଦେଉଛି କି ସେମାନେ ଏଟାକୁ ଏନସିଓର କରିବେ। ଠିକ୍ ଅଛି। ତାପରେ ନେକ୍ସଟ ହେଲା ଆମର, ଆପଣମାନେ ଯେତେବେଳେ ଗୋଟେ ସ୍କୁଲକୁ ଯାଉଛନ୍ତି ସେ ସମୟରେ ମିନିମମ୍ ଗୋଟେ କ୍ଲାସ୍ ନିଅନ୍ତୁ, ଗୋଟେ କ୍ଲାସ୍ ନେବା ପାଇଁ ଚେଷ୍ଟା କରନ୍ତୁ। এটা ମଧ୍ୟ କହିଛନ୍ତି ଡିଓ ମ୍ୟାଡ଼ାମ୍ କି ସିଆର୍ସିସି ହୁଅନ୍ତୁ କିମ୍ବା ଆମର ବ୍ଲକ ଲେଭେଲ୍ ଅଫିସର ହୁଅନ୍ତୁ କିମ୍ବା ଡିଷ୍ଟ୍ରିକ୍ଟ ଲେଭେଲ୍ ଅଫିସର ହୁଅନ୍ତୁ, ସେମାନେ ବିଦ୍ୟାଳୟକୁ ଗଲେ ଗୋଟେ କ୍ଲାସ୍ ଆଟଲିଷ୍ଟ ନେବା ପାଇଁ ଚେଷ୍ଟା କରନ୍ତୁ। ଏବଂ ଯେତେବେଳେ ଆପଣମାନେ କ୍ଲାସ୍ ନେଉଛନ୍ତି ସେହି ସମୟରେ ଅନ୍ୟ ଟିଚରମାନଙ୍କୁ ବସିବା ପାଇଁ କହିବେ କ୍ଲାସରୁମ୍ରେ, ଆପଣଙ୍କର କ୍ଲାସ୍ରେ ଦେଖିବେ ସେମାନେ କି ଆପଣମାନେ କେମିତି ପାଠ ପଢ଼ାଉଛନ୍ତି ଏବଂ ସେ ଆପଣମାନଙ୍କର ଟିଚିଂରୁ ସେମାନେ କିଛି ଶିଖିପାରିବେ, ପ୍ରୋସେସଟି କେମିତି ପାଠ ପଢ଼ା ହେଉଛି କହିକି।
ସେଟାକୁ ଟିକେ ଏନସିଓର କରିବେ ସମସ୍ତେ। ତାପରେ ଆମର 120 ମିନିଟ୍ 90 ମିନିଟ୍ର କଥା କହିଲେ ସାର୍, ଯେମିତି ଆମର ଅଶୋକ ସାର୍ କହୁଥିଲେ ଯେ କୌଣସି ବିଦ୍ୟାଳୟରେ ପ୍ଲାନ୍ କରାହେଇନାହିଁ। ଏଟାକୁ ମଧ୍ୟ କରାନ୍ତୁ। କେତେବେଳେ ସେ ଟେକ୍ସଟ ବୁକ୍ ପଢ଼େଇବେ, ବିଗ୍ ବୁକ୍ ପଢ଼େଇବେ, କାର୍ଯ୍ୟପୁସ୍ତିକା ପଢ଼େଇବେ, କିପରି ଭାବରେ ପଢ଼େଇବେ ତାର ମଧ୍ୟ ପ୍ଲାନ୍ କରାନ୍ତୁ। ଏଟା ଆମେ ନେକ୍ସଟ ଭିଜିଟ୍ରେ ଏଇସବୁ ଦେଖିବା। ସେ ଆମର ସବୁ ଟିଚରମାନଙ୍କୁ ଆପଣମାନେ କହିଦେବେ କି ଏଇସବୁ ନିଶ୍ଚିତ ଭାବରେ ଫିଲ୍ଅପ୍ କରିବାକୁ କି ପ୍ଲାନ୍ କରିବାକୁ ପଡ଼ିବ, ନହେଲେ ଆମର ଉପର ଅଧିକାରୀମାନେ ଆସିଲେ ଆମେ ଅସୁବିଧାରେ ପଡ଼ିବା କହିକି। ଠିକ୍ ଅଛି। ତାପରେ ଆଉ ଗୋଟେ ହେଲା ଆମର ନିପୁଣ ଓଡ଼ିଶା। ନିପୁଣ ଓଡ଼ିଶାର ଲୋଗୋଟା ପ୍ରତ୍ୟେକ ବିଦ୍ୟାଳୟରେ ଲାଗିବା କଥା। ସେଟା ପେଣ୍ଟ କରିଦିଅନ୍ତୁ। ଯେହେତୁ ଏବେ ଅଛି ଆପଣମାନଙ୍କ ପାଖରେ କିଛି କମ୍ପୋଜିଟ୍ ଗ୍ରାଣ୍ଟ ଅଛି, ସେ କମ୍ପୋଜିଟ୍ରୁ କିଛି ଏଇ ପଇସା ଲଗେଇକି ନିପୁଣ ଓଡ଼ିଶା ଲୋଗୋକୁ ବିଦ୍ୟାଳୟରେ କରାନ୍ତୁ। ତାପରେ ଆମର FLN ବେଷ୍ଟ ପ୍ରାକ୍ଟିସେସ୍ କଥା କହିଲେ, ଆପଣମାନେ ଛୋଟ ଭିଡ଼ିଓ କରନ୍ତୁ କିମ୍ବା ଛୋଟ ଆଲବମ୍ କରନ୍ତୁ କିମ୍ବା ଆଲବମ୍ କଥା ଆପଣମାନେ ଜାଣିଛନ୍ତି, ଡାଏଟ୍ରେ ଟ୍ରେନିଂ ଦେଇଛନ୍ତି ଆଲବମ୍ କଥା ଆପଣମାନଙ୍କୁ। ଆଲବମ୍ ମଧ୍ୟ କରିପାରିବେ। ଆଲବମ୍ ମଧ୍ୟରେ ଆମମାନଙ୍କୁ ଦେଲେ ଆମେ ସେଟା ସେପଟେ ଦେବୁ ଡିଷ୍ଟ୍ରିକ୍ଟ ପଟେ। ଠିକ୍ ଅଛି। ଆଉ ଏଇଟା ଯଦି ଆପଣମାନେ କରୁଛନ୍ତି ଡକୁମେଣ୍ଟେସନ୍, ଯାହା ଯାହା ପ୍ରୋଗ୍ରାମ୍ କରୁଛନ୍ତି ସ୍କୁଲମାନଙ୍କରେ, ତାର ଡକୁମେଣ୍ଟେସନ୍ ଯଦି କରୁଛନ୍ତି, ନେକ୍ସଟ ଆପଣମାନଙ୍କର ଯେତେବେଳେ ଆମର ଶିକ୍ଷା ପୁରସ୍କାର ପାଇଁ ଆସିବ, ଏବେ ତ ଆସିଯାଇଛି, ଆପଣମାନେ ଯାହା ଯାହା ଡକୁମେଣ୍ଟେସନ୍ କରିଛନ୍ତି ତାକୁ ଅପଲୋଡ଼ କରିବେ। ନେକ୍ସଟ ଆସନ୍ତା ବର୍ଷ ପାଇଁ ମଧ୍ୟ ଏବେଠାରୁ ପ୍ରିପେୟାର ଯାଇଥାନ୍ତୁ। ଯାହା ସବୁ ପ୍ରୋଗ୍ରାମ୍ କରୁଛନ୍ତି ତାର ପ୍ରପର ଡକୁମେଣ୍ଟେସନ୍ କରନ୍ତୁ, ଯଦ୍ୱାରା କି ଆସନ୍ତା ବର୍ଷ ଆପଣମାନେ ଭଲ ଭାବରେ ଶିକ୍ଷା ପୁରସ୍କାର ପାଇଁ ଆପ୍ଲାଏ କରିପାରିବେ। କେବଳ ଶିକ୍ଷା ପୁରସ୍କାର ପାଇଁ ନୁହଁ, ଆମର ଯେଉଁ ଉପର ଅଧିକାରୀମାନେ ମାଗୁଛନ୍ତି କି ଆମେ କାମ କରୁଛୁ ନା ନାହିଁ ତାର ପ୍ରୁଫ୍ ସେମାନେ ଏଇଟା ଦେଖିପାରିବେ। ଆମର ଆଲବମ୍ ହେଉ କି ଆମର ଫିଜିକାଲ୍ ଆଲବମ୍ ହେଉ କିମ୍ବା ଅନ୍ୟ କିଛି, କିମ୍ବା ଆମର ଯେଉଁ ଆକାରରେ ମଧ୍ୟ ଡକୁମେଣ୍ଟେସନ୍ କରିକି ରଖନ୍ତୁ। ତାପରେ ନେକ୍ସଟ ହେଲା ଆମର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ବହୁତ କମ୍ ଆପ୍ଲିକେସନ୍ ଆସୁଛି, ଯେହେତୁ ଆଉ କମ୍ ଦିନ ରହିଲା, 15 ତାରିଖ ଲାଷ୍ଟ ଡେଟ୍, ଆଉ ଏକ୍ସଟେନସନ୍ ହେବ ନାହିଁ। ତେଣୁକରି ସବୁ ଟିଚରମାନଙ୍କୁ କୁହନ୍ତୁ ଯେମିତିକି ପ୍ରତ୍ୟେକ ବିଦ୍ୟାଳୟରୁ ଆପ୍ଲିକେସନ୍ ଆସିବା କଥା। କାହିଁକି ନା ଆପ୍ଲିକେସନ୍ ଯଦି ଆସୁନି ତାହେଲେ ନିଜକୁ ଆପଣମାନେ ଜଜ୍ କରିଦେଉଛନ୍ତି ଯେ ଆପଣ ପାଠ ପଢ଼ଉନାହାନ୍ତି କହିକି, ନିଜକୁ ନିଜେ ସାର୍ଟିଫିକେଟ୍ ଦେଉଛନ୍ତି ପାଠ ମୁଁ ପଢ଼ଉନାହିଁ କହିକି। ତେଣୁକରି ଆପଣମାନେ ପରିଶ୍ରମ କରୁଛନ୍ତି, ପିଲାମାନଙ୍କୁ ପାଠ ପଢ଼ଉଛନ୍ତି, ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆପ୍ଲାଏ କରନ୍ତୁ। CRCC ଏବଂ ଟିଚର, ହେଡ଼ମାଷ୍ଟର ସମସ୍ତେ ଆପ୍ଲାଏ କରନ୍ତୁ। ଆଉ ଯେଉଁ ମୁଁ ଗତ ମିଟିଂରେ କହିଥିଲି, ସେଣ୍ଟର HM ମାନେ ଏବଂ CRCC ମାନେ ଆମର ପଞ୍ଚାୟତକୁ ଯାଇକି ତାଙ୍କୁ କଣ୍ଟାକ୍ଟ କରିବେ। କଲେଣି କେହି? ହଁ ସାର୍, ମୁଁ ପିଣ୍ଡାପଥର ପଞ୍ଚାୟତକୁ ଯାଇକି ସରପଞ୍ଚ ଆଉ VLW କୁ କହିଦେଇଛି। ହଁ, ଟିକେ ଭେରି ଗୁଡ୍। ଟିକେ ଏନସିଓର କରିବେ ସେ। ନାଇଁ, ସେମାନେ କରୁଛନ୍ତି ସାର୍। ହଁ, ଟିକେ ଏନସିଓର କରିଦେବେ ସେ ଆପ୍ଲାଏ କଲେ ନା ନାହିଁ। ସେଇଦିନ ସେମାନେ କରୁଥିଲେ, ମୁଁ ଯେତେବେଳେ ଯାଇଥିଲି ତାଙ୍କର ଅଫିସକୁ କରୁଥିଲେ। ହଁ, ହଉ ଠିକ୍ ଅଛି। ଆଉ ବାକି ସବୁ CRCC ମାନେ ସେମିତି ଅଶୋକ ସାର୍ ଯେମିତି ଯାଇକି ତାଙ୍କୁ କହିକି ଆସିଛନ୍ତି, ସେମିତି ଆପଣମାନେ ମଧ୍ୟ ତାଙ୍କର ଅଫିସକୁ ଟିକେ ଭିଜିଟ୍ କରିକି ଯାଇକି ବୁଝେଇ ଦିଅନ୍ତୁ ଯେ ଏଇଟା ଏମିତି ଅଛି। ଆଉ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଯଦି ଶିକ୍ଷା ପୁରସ୍କାରରେ ପାଉଛନ୍ତି ତାହେଲେ ଏତିକି ଟଙ୍କାର ଆୱାର୍ଡ଼ ଅଛି କହିକି ତାଙ୍କୁ ବୁଝେଇ ଦିଅନ୍ତୁ, ସେମାନେ ଇଣ୍ଟରେଷ୍ଟେଡ଼ ହେବେ। ଆଉ BDO ତ ବହୁତ ଇଣ୍ଟରେଷ୍ଟ ନେଉଛନ୍ତି, ସେ BDO ବି ତାଙ୍କୁ କହିଥିବେ, ତାଙ୍କର ପଞ୍ଚାୟତ ଗୁଡ଼ିକୁ କହିଥିବେ, PO ମାନଙ୍କୁ କହିଥିବେ। କିନ୍ତୁ ଆମ ସାଇଡ଼ରୁ ମଧ୍ୟ ଆମେ କହିଦେବା ସବୁ PO ମାନଙ୍କୁ କିମ୍ବା ସରପଞ୍ଚ ମାନଙ୍କୁ। ଠିକ୍ ଅଛି, ସବୁ CRC ମାନେ ଟିକେ ଧ୍ୟାନ ଦେବେ। ତାପରେ ଆଉ ଗୋଟେ କଥା ରହିଲା, ଆମର ମୋ ସ୍କୁଲ ଅଭିଯାନର UC ଗୁଡ଼ିକ ରହିଯାଇଛି। ଏବେ ମୋ ସ୍କୁଲ ଅଭିଯାନ ଚେଞ୍ଜ ହେଇଯାଇଛି, ତେଣୁକରି ପୁରୁଣା UC ସବୁ ଦେଇଦିଅନ୍ତୁ।
टीचर मान को कहबे जहाँ जार आलमुनि इर यूसी सब रही जाइए से गुड़ी को देदेवे। तापर नेक्स्ट है आमर नेशनल गर्ल्स चाइल्ड डे। यहाँ 24 तारीख आमर लेडी लुइस हाई स्कूल रे सेलिब्रेशन कराहेब। तेणुक पूर्वर 21/1/25 सुधा लिस्ट पठेवा को पड़ो। तेणुक यहाँ को टिके इनफॉर्म कर दे सब स्कूल मानू जे से माने पिला मान को रेडी करुवे। आमे गोटे दिन से मान को डाकिकी कंपटीशन करके बाछिबा तापरे लिस्ट पठेवा 21 तारीख पूर्वर। आ गोटे कथा है आमर पठाणी सामंत मैथमेटिक्स स्कॉलरशिप एबे पर्यंत गोटे भी एप्लिकेशन आसी नाही। प्रत्येक विद्यालय एप्लिकेशन आसीबा कथा 17 तारीख लास्ट डेट कहीं आसु नहीं के जाने। जो जो स्कूल मानक साइंस टीचर अच्छी अपर प्राइमरी मानक विशेष करी साइंस टीचर अच्छी से माने तो निश्चित भाव में देवा कथा। से माने यही साइंस सब्जेक्ट साइंस मैथ सब्जेक्ट पढ़ाई अपॉइंटमेंट पाई किंतु से माने तांकर काम करूना से माने को टिके कड़ा भाषा तागिद करंतु कि जमती हेले से माने ये पठाणी सामंत मैथमेटिक्स स्कॉलरशिप अप्लाई करेंगे। आम पाखे 2 दिन खाली रहिला आसंता काली छुट्टी पर दिन तापरे 15 तारीख 16 तारीख 17 तारीख एतकी दिन अच्छी एतकी दिन भितर आपण माने कहतु ना तार व्यवस्था आमे करवा एपटू। एबे रिसेंटली गोटे चिठी जीव जो माने स्कॉलरशिप रे भलो करिसंती से मानक पई मध्ये आ जे माने खराब करिसंती से मानक पई मध्ये आज स्कॉलरशिप रिजल्ट बाहरी जीव। क्लास 3 स्कॉलरशिप क्लास 5 टिके लेट हेबो कहीं से डीओ ठारू अप्रूव करने को पड़ो। तेणुक जो मैंने भल करिसंती तो बहुत भल वेल एंड गुड बट जो मैंने खराब करिसंती कि तार कन्सिक्वेंस भोगापी रेडी हो जाइए। यही वार्ताटा मध्य दे देइथिबे सबू टीचर मानू। तापर नेक्स्ट है जेहेतु आम पाखरे कंपोजिट ग्रांट अच्छी खर्च करने बहुत कम समय आ खर्च करने एबे आमे जदि तांको कहिबा ताहेले जोठी दरकार नथिबो सेठी खर्च करदेवे। तेणुक सबू हेडमास्टर मान को आपण माने कहतु जे भल भाव में देखिकी खर्च करेंगे जोठी दरकार अच्छे सेठी खर्च करेंगे। जमती आमर लाखपड़ा गोटे स्कूल अच्छी एठी आमर रेंघापड़ा स्कूल अच्छी तांकर स्कूल गेट रे स्कूल रो ना नहीं। रेंघापड़ा से टंक थिला समय से गोटे फ्लैक्स रे करिथिला से भांगिकी तार पोलियो हो गलानी से बैनर रवि से सेमती झुलिकी रही मेन रोड ऊपर सेटा को टिके ध्यान देबे। से ए वर्ष जेमती हेले सेठी गोटे येटा लागू स्कूल रो नाटा भलो ये डिजाइन करिकी सेठी लगेबे। लाखपड़ा रे मदो सेमती खाली पड़ी आ कोटू थिवो सेमती खाली पड़ी थिवो। सबू स्कूल देखिए जोठी जहाँ दरकार अच्छी दरकारी जिनिस को प्रायोरिटी दियंतु अदरकारी जिनिस गुड़ी को प्रायोरिटी देबे नहीं। जमती आमर ब्लैक बोर्ड कोठी धला हो ब्लैक नथिवो लेखुथिले किछि देखा जाउ नथिवो से गुड़ी को टिके ध्यान देबे। से गुड़ी को प्रायोरिटी बेसिस रे काम करेबे। आउ टॉयलेट निश्चित भाव में सफा सुतरा करेबे।